ଦେଖନ୍ତୁ ମହେନ୍ଦ୍ର ମେଳା ପାଇଁ ଯେଉଁ କରାଯାଇଛି ପରିକଳ୍ପନା ଜୁନ୍ 2ରୁ ଜୁନ୍ 9 ପର୍ଯ୍ୟନ୍ତ ଚାଲିବ। ତା ପାଇଁ ମାନ୍ୟବର ମନ୍ତ୍ରୀ ଖଣି ଇସ୍ପାତ ଏବଂ ସଡ଼କ ପରିବହନ ଜେନା ସେ ଆଜି ଆସିଥିଲେ ଆମର ମହେନ୍ଦ୍ରଗିରି। ସମସ୍ତ କମିଟିର କର୍ମକର୍ତ୍ତା ସମସ୍ତ ସରକାରୀ ଅଧିକାରୀ ଏବଂ ଆମର ଯେଉଁମାନେ ବିଭିନ୍ନ ସଂଗଠନର ମେମ୍ବର ଅଛନ୍ତି ତାଙ୍କୁ ନେଇକି ଆଜି ଗୋଟେ ଆଲୋଚନା ହେଇଥିଲା। ଏ ପୂର୍ବରୁ ମଧ୍ୟ ସେ ଗୋଟେ ଦିନ ଆସିକି ବୁଲିକି ଯାଇଥିଲେ। ଆଜି ତାଙ୍କର ଦ୍ୱିତୀୟ ବୈଠକ ଏଇଟା। ଏଥିରେ ବିଭିନ୍ନ କମିଟି ସେ ଫର୍ମେସନ୍ କରିଥିଲେ ଯେଉଁମାନଙ୍କୁ ବିଭିନ୍ନ ପ୍ରକାର ଦାୟିତ୍ୱ ସେ ଦେଇଥିଲେ। ଯେଉଁମାନେ କି ଆମର ବିଭିନ୍ନ ପ୍ରକାର ଯଜ୍ଞ ଏବଂ ଆମର ଅନ୍ନଭୋଗ କେମିତି ହେବ ଲୋକଙ୍କ ମଧ୍ୟରେ କେମିତି ପ୍ରଚାର କରାଯିବ ତା ପାଇଁ ମଧ୍ୟ ସେ ଡାଇରେକ୍ସନ୍ ଦେଇଥିଲେ। ଏଥିରେ କେବଳ ଲୋକାଲ ସଂଗଠନ ନୁହେଁ ସମସ୍ତ ସରକାରୀ ଅଧିକାରୀ ମଧ୍ୟ ଯୋଗଦାନ କରିବେ। ପ୍ରଶାସନର ସହାୟତାରେ ମଧ୍ୟ ଏହି ପ୍ରୋଗ୍ରାମଟାକୁ ଆମେ ବଢ଼େଇ ପାରିବା। ତ ମୁଖ୍ୟତଃ ଆମର ମେନ୍ ହେଉଛି ପ୍ରଚାର ପ୍ରସାର ଯେମିତି ଭଲ ଭାବରେ ହେଇପାରିବ ସମସ୍ତଙ୍କର ମିଳିତ ଉଦ୍ୟମରେ କେମିତି ଆମେ କାର୍ଯ୍ୟକ୍ରମ ଆଗେଇ ନେଇପାରିବା ତା ଉପରେ ଆଲୋକପାତ କରାଯାଇଥିଲା। ତ ବିଭିନ୍ନ ପ୍ରକାର କମିଟି ଗଠନ ହେଇକି ତାଙ୍କୁ ସବୁ ଦାୟିତ୍ୱ ଆଜି ବଣ୍ଟନ କରାଯାଇଛି। ସେମାନେ ମଧ୍ୟ ଉତ୍ସାହିତ ଅଛନ୍ତି ସମସ୍ତେ ନିଜର ଯାହା ବି ତାଙ୍କ ଦାୟିତ୍ୱ ଦିଆଯାଇଛି ସମ୍ପାଦନ କରିବେ ବୋଲି। ତ ଆମେ ଆଶା କରୁଛୁ ଆଗାମୀ 20-25 ଦିନ ଅଛି ଜୁନ୍ 2 ପର୍ଯ୍ୟନ୍ତ ସମସ୍ତ କମିଟି ତାଙ୍କର କାର୍ଯ୍ୟରେ ଲାଗି ପଡ଼ିବେ। ମୁଖ୍ୟତଃ ଆମର ଯେଉଁ ଯଜ୍ଞ ମଣ୍ଡପ କନଷ୍ଟ୍ରକ୍ସନ ହେବ ତା ଛଡ଼ା କୋଉଠୁ କେମିତି ଆମର ଅନ୍ନ ଭୋଗ ପାଇଁ ଯେମିତି ସାମଗ୍ରୀ ପୂଜା ସାମଗ୍ରୀ କେମିତି ଆମେ ବିଭିନ୍ନ ଜାଗାରୁ ଆଣିପାରିବା ତା ପାଇଁ ମଧ୍ୟ ଆମେ ସମସ୍ତେ ପ୍ରଚେଷ୍ଟା କରିବା। ମହେନ୍ଦ୍ର ଯାହା ଐତିହ୍ୟ ଯାହା ଆମର ଇତିହାସ ଅଛି ସମସ୍ତେ ଜାଣିଛନ୍ତି ତାକୁ କେମିତି ବିଶ୍ୱ ଦରବାରରେ ଆହୁରି କେମିତି ପ୍ରଚାର ପ୍ରସାର ହେଇପାରିବ ତା ପାଇଁ ଆଜି ଗୋଟେ ଉଦ୍ୟମ କରାଯାଇଛି। ତ ଆମେ ଆଶା କରୁଛୁ ଏଭଳି ଯଜ୍ଞ ଏଭଳି ମେଳା ଯଦି ଆଗକୁ ନିରନ୍ତର ଭାବରେ ହେବ ରେଗୁଲାରଲି ହେବ ନିଶ୍ଚିତ ଭାବରେ ମହେନ୍ଦ୍ରର ଆହୁରି ଗାରିମା ବଢ଼ିବ। ଆମର ଓଡ଼ିଶା ଦରବାର କେବଳ ନୁହେଁ ଆମର ରାଷ୍ଟ୍ର ସ୍ତରରେ ମଧ୍ୟ ବିଶ୍ୱ ସ୍ତରରେ ମଧ୍ୟ ତାର ଆହୁରି ଗାରିମା ବଢ଼ିବ। ସମସ୍ତ ଅଞ୍ଚଳରୁ ଶ୍ରଦ୍ଧାଳୁ ପର୍ଯ୍ୟଟକ ମଧ୍ୟ ଏଠାକୁ ଆସିବେ। ପର୍ଯ୍ୟଟନ ବଢ଼ିବାରେ ମଧ୍ୟ ଏଟା ସହାୟକ ହେବ ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ବିଭିନ୍ନ ସାଧୁ ସନ୍ତମାନେ ଯେଉଁମାନେ ଚାହୁଁଛନ୍ତି ତପସ୍ୟା କରିବା ପାଇଁ କିଛି ସମୟ ଏକାନ୍ତରେ କାଟିବା ପାଇଁ ସେମାନେ ମଧ୍ୟ ଏଠାକୁ ଆସିବେ। ବର୍ତ୍ତମାନ ଯାହା ଆମ ଯୋଜନା ଅଛି ଜୁନ୍ 2ରୁ ଜୁନ୍ 9 ପର୍ଯ୍ୟନ୍ତ ତାର ବେଳା ବାହାରିଛି। ତ ମୁଖ୍ୟତଃ ଜୁନ୍ 1ରୁ 10 ତାରିଖ ପାଖାପାଖି 9 ଦିନ 10 ଦିନ ପର୍ଯ୍ୟନ୍ତ ଚାଲିବ। ତା ପୂର୍ବରୁ ଯାହା ବି ଆମର ପ୍ରସ୍ତୁତି ବୈଠକ ଅଛି ତାହା ଆମେ ସମ୍ପାଦନ କରିବୁ। ଆନୁମାନିକ ଆମର ପ୍ରତିଦିନ 10,000 ଉର୍ଦ୍ଧ୍ୱ ଶ୍ରଦ୍ଧାଳୁଙ୍କ ପାଇଁ ଭୋଗ ବ୍ୟବସ୍ଥା କରାଯିବ। ତ ଆମେ ଆଶା କରୁଛୁ ପ୍ରତିଦିନ 10ରୁ 15,000 ଶ୍ରଦ୍ଧାଳୁ ଆସିବେ। ତ ପାଖାପାଖି 1 ଲକ୍ଷରୁ ଉର୍ଦ୍ଧ୍ୱ ଭକ୍ତଙ୍କ ସମାଗମ ଘଟିବ ବୋଲି ଆଶା କରାଯାଉଛି। ଭାବରେ ନିକଟ ଅତୀତରେ ତ ଏଭଳିଆ ମେଳା ଏଠାରେ ହେଇନାହିଁ କି ଆମ ନଜରରେ ନାହିଁ। ଏଇଟା ଆମେ ଆଶା କରୁଛୁ ପ୍ରଥମ ମେଳାଟା ଏବେ ଏଇଟା ହେବ ବୋଲି ଯେହେତୁ ଯୋଡ଼ା ମାସ ପଡ଼ୁଛି ଜ୍ୟେଷ୍ଠ ମାସ ତାର ଦ୍ୱିତୀୟ ମାସରେ ଏହି ମେଳାଟି ପାଇଁ ବେଳା ବାହାରିଛି। ତ ନିଶ୍ଚିତ ଭାବରେ କେବଳ ଗଜପତି ପାଇଁ ନୁହେଁ ଗଞ୍ଜାମ ଗଜପତି ପାଖାପାଖି ଆମର କନ୍ଧମାଳ ରାୟଗଡ଼ା ଜିଲ୍ଲାର ସମସ୍ତ ପର୍ଯ୍ୟଟକ ଶ୍ରଦ୍ଧାଳୁ ଆସିବେ ଏବଂ ନିକଟରେ ମଧ୍ୟ ଅନ୍ୟାନ୍ୟ ଜିଲ୍ଲାର ମଧ୍ୟ ଲୋକମାନେ ଆସିବେ ବୋଲି ଆମେ ଆଶା କରୁଛୁ। ଏବଂ ପଡ଼ୋଶୀ ଆନ୍ଧ୍ରର ମଧ୍ୟ ଯାହା ଆମର ମଞ୍ଜୁସା ଇଚ୍ଛାପୁରମ୍ ସମ୍ପେଟା ଯେଉଁ ଅଞ୍ଚଳ ଆମର ଅଛି ଯାହାଙ୍କର ବି ମହେନ୍ଦ୍ର ସହିତ ତାଙ୍କର ସମ୍ପର୍କ ଅଛି ସେମାନେ ମଧ୍ୟ ଏଠାରେ ସମାଗମ ହେବ। ପବିତ୍ର ମହେନ୍ଦ୍ରଗିରିରେ ମହେନ୍ଦ୍ରଗିରି ତୀର୍ଥକ୍ଷେତ୍ରରେ ମାନ୍ୟବର ମନ୍ତ୍ରୀ ଓଡ଼ିଶା ସରକାରଙ୍କର ଶ୍ରୀ ବିଜୟ ଜେନା ବାଣିଜ୍ୟ ପରିବହନ ଏବଂ ଇସ୍ପାତ ଖଣି ମନ୍ତ୍ରୀ ସୌଭାଗ୍ୟ ଆସନ୍ତା ଜୁନ୍ 2 ତାରିଖରୁ 9 ତାରିଖ ପର୍ଯ୍ୟନ୍ତ ମହେନ୍ଦ୍ର ମେଳା ଅନୁଷ୍ଠିତ ହେବ। ଏହି ମହେନ୍ଦ୍ର ମେଳାରେ ବ୍ୟାପକ ଭାବେ ଆଲୋଚନା ହେଇଛି। ଆଜି ମାନ୍ୟବର ମନ୍ତ୍ରୀ ଥିଲେ ଉପଜିଲ୍ଲାପାଳ ପାଲାକେମୁଣ୍ଡି ବିଡ଼ିଓ ରାୟଗଡ଼ ଏବଂ ସର୍ବୋପରି ରାଷ୍ଟ୍ରୀୟ ସ୍ୱୟଂ ସଂଘର ସଂଘଚାଳକ ଆରମ୍ଭ କରି ବିଭିନ୍ନ ପଦାଧିକାରୀମାନେ ଉପସ୍ଥିତ ଥିଲେ। ରାୟଗଡ଼ା ପଞ୍ଚାୟତ ସମିତି ଅଧ୍ୟକ୍ଷ ଥିଲେ ଏବଂ କିଛି ମାନ୍ୟଗଣ୍ୟ ବ୍ୟକ୍ତି ଥିଲେ ଯେ ଜୁନ୍ ମାସରେ ଯେଉଁ ମହେନ୍ଦ୍ର ମେଳା ହେବ ସେ ବିଷୟରେ ପ୍ରାଞ୍ଜଳ ଭାବରେ ସବୁ ପ୍ରକାର ବ୍ୟବସ୍ଥା ପାଇଁ ପ୍ରସ୍ତୁତି ଆରମ୍ଭ କରାଯାଇଛି। କିଭଳି ଆରମ୍ଭ କରାଯିବ ତା ପାଇଁ ବ୍ୟାପକ ଭାବରେ ଆଲୋଚନା ହେଇଛି। ଏ ସୌଭାଗ୍ୟ ସମଗ୍ର ଭାରତ ବର୍ଷରେ କିପରି ଭାବରେ ମହେନ୍ଦ୍ରଗିରିକୁ ଆମେ ମହେନ୍ଦ୍ରଗିରିର ମହାତ୍ମାକୁ ପହଞ୍ଚାଇବା ଜନସାଧାରଣ ପାଖରେ ପହଞ୍ଚାଇବା ଏହି କାର୍ଯ୍ୟକ୍ରମ ପାଇଁ ଆଜି ଏତେ ବଡ଼ ଧରଣର ଆୟୋଜନ ହେଇଛି। ସାରା ଭାରତବର୍ଷରୁ ସାଧୁସନ୍ତମାନେ 4ଟା ଧାମରୁ ଶଙ୍କରାଚାର୍ଯ୍ୟମାନେ ଆସିବା ପାଇଁ ମଧ୍ୟ ବ୍ୟବସ୍ଥା ଚିନ୍ତନ କରାଯାଇଛି। ତେଣୁ ଆଶା କରୁଛି ଏହି କାର୍ଯ୍ୟକ୍ରମ ଅତି ସୁନ୍ଦର ଭାବରେ ଏବଂ ଅତି ସୁରସ ସୁନ୍ଦର ଭାବରେ ବ୍ୟାପକ ଭାବରେ ହେବ ବୋଲି ଆଶା କରୁଛୁ। ତେଣୁ ନିଶ୍ଚିତ ଭାବରେ ଗଜପତି ଗଞ୍ଜାମ ଏବଂ କନ୍ଧମାଳ ଏବଂ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ ହଜାର ହଜାର ଭକ୍ତ ଯେଭଳି ଭାବରେ ପ୍ରତିଦିନ 15,000 20,000 ଭକ୍ତ ଆସିବେ ଏବଂ ସୁନ୍ଦର ଭାବରେ କାର୍ଯ୍ୟକ୍ରମ ହେବ। ଏଥିରେ ନାମଯଜ୍ଞ ହେବ ଅନ୍ନଯଜ୍ଞ ହେବ ଏବଂ ରାମାୟଣ ମାନସ ପାଠ କରାଯିବ ଭଗବତ ଚର୍ଚ୍ଚା କରାଯିବ ସବୁ ପ୍ରକାର କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଏବଂ ବହୁତ ସୁନ୍ଦର କାର୍ଯ୍ୟକ୍ରମ ହେଉଛି। ନିଶ୍ଚିତ ଭାବରେ ପ୍ରଥମ ଥର ପାଇଁ ବିଶ୍ୱ ଧରାରେ ପ୍ରଥମ ଥର ପାଇଁ ଏଭଳି କାର୍ଯ୍ୟକ୍ରମ ଅନୁଷ୍ଠିତ ହେଉଛି। କମ୍ ସେ କମ୍ 50ରୁ 70 ଜଣ ପଣ୍ଡିତ ମାନେ ଆସିବେ 100ରୁ ଉର୍ଦ୍ଧ୍ୱ ସାଧୁସନ୍ତମାନେ ଆସି ପହଞ୍ଚିବେ। ଏଭଳି କାର୍ଯ୍ୟକ୍ରମ ମୁଁ ଭାବିନଥିଲି କଳ୍ପନା କରିନଥିଲି ଏ କାର୍ଯ୍ୟକ୍ରମ ହେବ। ନିଶ୍ଚିତ ଭାବରେ ଗଜପତି ଜିଲ୍ଲା ପାଇଁ ଏକ ସୌଭାଗ୍ୟ ଏବଂ
ଏକ ସୁନ୍ଦର ପରିବେଶ ବାତାବରଣ ସୃଷ୍ଟି ହେବ ବୋଲି ଆଶା କରୁଛୁ।